ସମସ୍ତଙ୍କୁ ସ୍ୱାଗତ କରୁଛି ଆଉ ଗୋଟେ ମୋର ମିନି ବ୍ଲଗ୍କୁ। ଆଜି ଆମ ଭାଇ ଆଣିକି ଦେଇଥିଲେ ଆମକୁ ମାଛ। ତ ମାଛ କହିଲେ କି ଲାଗେ। ଏଠି ମୋ ସାଙ୍ଗ ଧୁଆଧୁଇ କରୁଛି। ଧୁଆଧୁଇ କରିସାରିଲା ପରେ ଏପଟେ ସମସ୍ତ ଧୋଇଥିବାଟା ରଖୁଛି। ତ ଧୋଇବା ପରେ କି ଦେଖାଯାଉଛି ଯେତେ ଖାଇବାକୁ ମନ ହୁଏ, ଯେହେତୁ ରୋଷେଇ ନିଜକୁ କଣ୍ଟ୍ରୋଲ କରିବାକୁ ପଡ଼ିଥାଏ। ତ ରୋଷେଇ ସମସ୍ତ ସରିଲା ପରେ ଖାଇବାକୁ ହୋଇଥାଏ। ତ ପିଆଜ ଆଉ ମୁଁ ଟମାଟୋକୁ କାଟିବା ପାଇଁ ନେଇଗଲି। ସବୁ ପିଆଜ ଟମାଟୋ କାଟି ସାରିଲା ପରେ ମୋ ଅବସ୍ଥା ଆପଣମାନେ ଦେଖିବେ କି ଅବସ୍ଥା ହେଇଗଲା। ଆଖିରୁ ପୁରା ଛଳ ଛଳ ଲୁହ। କେବେ ବି କାନ୍ଦି ନଥିଲି ଭଳିଆ ଲାଗୁଛି। ଗୋଟେ ନୂଆ ଜିନିଷ ଖାଇବା ପଛରେ କେତେ ସଂଘର୍ଷ ପରି ଫିଲ୍ ହେଉଛି ମୋତେ। ତ ଏତେ କଷ୍ଟରେ କାଟିଲା ପରେ ଆଖିରୁ ଲୁହ ବାହାରିଲା ପରେ ଲାଷ୍ଟରେ ଯେଉଁ ଖାଇବା ଟେଷ୍ଟ ହୁଏ କି ଲାଗେ। ଏଠି ସବୁ ମାଛକୁ ସବୁ ମସଲା ଘାଣ୍ଟା ଘାଣ୍ଟି କରିକି ରଖିଦେଇଛି। ଏଠି ରନ୍ଧା ହେଉଛି। ସେପଟେ ରାନ୍ଧିଲା ପରେ ଏପଟେ ଭାତ, ସେପଟେ ମାଛ ରାନ୍ଧିଲୁ। ସମସ୍ତ ରାନ୍ଧିଲା ପରେ ଫାଇନାଲ୍ ରେଜଲ୍ଟ ହେଲା କି ଦେଖାଯାଉଛି, ଖାଇବାକୁ ଇଚ୍ଛା ହୁଏ। ଓହୋ, ଭାତ ସହିତ ମାଛ ଦେଖିଲେ ପୁରା ଖାଇବାକୁ ଇଚ୍ଛା ହୁଏ। ତାପରେ ରେଡ଼ି ହେଇ ବାହାରି ପଡ଼ିଥିଲୁ ଆମର ଚର୍ଚ୍ଚ ଯେହେତୁ ସଣ୍ଡେ ସ୍କୁଲ୍ ଆମେ ଯାଇନୁ, ଆଜି 3ଟାରେ ଥିଲା। ତ ଆମେ ବାହାରି ପଡ଼ିଲୁ ରେଡ଼ି ହେଇକି ଚର୍ଚ୍ଚ ଯିବା ପାଇଁ। ଫାଇନାଲି ପହଞ୍ଚିଗଲୁ ଚର୍ଚ୍ଚ କି ଶାନ୍ତି। ଆଗପଟେ ବାକ୍ୟ ପ୍ରଚାର ହୋଇଥାଏ, ଶୁଣିବା ପାଇଁ ମୋ ମନ ପୁରା ବହୁତ ଭଲ ଲାଗେ। ତ ଆମେ ବସିକି ଶୁଣିଲୁ। ଏହିପରି ଭାବରେ ଆମର ଆଜିର ଦିନ ଥିଲା। ଦେଖା ହେବା ନେକ୍ସଟ ବ୍ଲଗ୍ରେ।